नमस्कार मोर एल्बम दीटा इथर रिलीज होची जेहेतु बाबू भाई गोटे कौन तांकर माने प्रयास चलेछंती गोटे दिन 15टा गीत रिलीज करियार सो मुझे तो सुनली दैट अंकित आमे गीत करूचे एंड भाई कौन केबे कौन रिलीज हबो ना आमे गोटे दिन रे 15टा गीत रिलीज करबी तो मु पचाली बाबू भाई को भाई कौन पाई माने आमे डिफरेंट करि पारथांते आउ केबे रिलीज करबा ना मोर तो अच्छी सेटा स्वप्न सेटा मोर पूर्व थर भी मु सुनिची दैट 12 गीतटा करतले सो भल माने बाबू भाई पे एक्चुअली माने एते काम करछन्ते बहुत बढ़िया एंड मु बाबू भाई को सहित दीटा गीत कली सो आई एम हैप्पी ଆମେ ଶୁଣିଛୁ ଗୋଟେ ଗୁଳିରେ ଦିଟା ଶିକାର ହୁଏ ବାବୁ ହେଇକି ଗୋଟେ ଗୁଳିରେ 15ଟା ଶିକାର से मु तो पचले भाई 15टा केमती कर दबा हमें सो मोर एक्सपीरियंस भलो थिला जेहेतु हमें मु दीटा गीत करछि बाबू भाई को एंड बाबू भाई को आगु भी मु गीत करछि बट एई एक्सपीरियंस मो पे नुवा पूरा नुवा बिकॉज़ गोटे दिन 15टा रिलीज हबा बहुत बड़ कथा माने एमती नहीं कि बहुत प्रेशर अच्छी काम कर दबा हबनी आज शूट हिबरी बनी कोन बहुत इजी ପଛପଟେ ଶୁଣୁଛି କାଳେ କିଛି ଏପଟ ସେପଟ बाबू भाई सुनो मु आउटे कथा कहूँ सुनो बाबू भाई तुम विषय एते तारीफ कलेनी मोर नेक्स्ट टाइम चेक डबल हो ନାଇଁ ନାଇଁ ନିହାତି ଭାବରେ ଯୋଉ ଅଙ୍କିତ କଥା ଗୋଟେ କଥା କହିବି ଯେମିତି କହିଲେ ଆମେ ଯେତେବେଳେ କାମ କରୁ କେତେବେଳେ ମୁଁ ଭାବେନି ସେ ହିରୋ ଭଳି କାମ କରୁଛନ୍ତି ବୋଲି ତ ମୁଁ ଯେମିତି କହିଲି ଏଇ ଯୋଉ ସୁଟିଂ ଥିଲା ତ ନାଇଁ ମୁଁ ଟିକେ ହିରୋ ଠାରୁ ଟିକେ ଡେଙ୍ଗା ରହିବି ବୋଲି ଉପରେ ଛିଡା ହେଇଥିଲି ତ ନାଇଁ ଏଇ ଯୋଉ ସୁଟିଂ ଥିଲା ଏମିତି ମୁଁ ବେଳେବେଳେ ଚେଷ୍ଟା କରେ କ'ଣ କହନି ମୁଁ ଟିକେ ଆସିଷ୍ଟାଣ୍ଟ ରଖେନି କାରଣ ଆସିଷ୍ଟାଣ୍ଟ ନେଲେ ମୁଁ ପୁଣି ଆସିଷ୍ଟାଣ୍ଟକୁ ବୁଝେଇବି ଆସିଷ୍ଟାଣ୍ଟ ଯାଇକି ହିରୋକୁ ବୁଝେଇବ ହେଲା ତିନି ଶୁଣିରେ ପାଣି ଉଠିବ ଏକାଥରକ ଯାହା ହବ ବାବୁ ଆମେ ଶୁଣିଛୁ ଗୋଟେ ଗୁଳିରେ ଦିଟା ଶିକାର ହେଇପାରେ ଆପଣ ଗୋଟେ ଗୁଳିରେ 15ଟି ଶିକାର କେମିତି କଲେ ନାଇଁ ମେନ୍ କଥା ହେଲା ସବୁ ଶିକାରୀ ଉପରେ ଡିପେଣ୍ଡ କରେ ସେ କେମିତି ଶିକାର କରିବ ସେଇଟା ହେଲା ମେନ୍ କଥା ହେଲା ଆଙ୍ଗେଲ ଅଲଗା ଥିଲା ତ କଥା ହେଲା ସେଇ ଜିନିଷ ତେଣୁ ଆମେ କେମିତି ଚେଷ୍ଟା କରିବା ଭଲ କରିବା ପାଇଁ ତେଣୁ ଯେମିତି ମୁଁ କହିଲି ହଁ ମୁଁ ନିହାତି ସେଇଟା ଆପଣ ମାନେ କହିବେ ନିହାତି ଭାବରେ ଆପଣ ମାନେ କହିବେ କାରଣ ମୁଁ ଯେମିତି କହିଲି ଅଙ୍କିତଙ୍କ କଥା କହିଲେ ଯୋଉ ଗୀତ ଆମର ବୋଧେ 3 ଦିନ ହେଇଛି ଗୋଟେ ଦିନ ସୁଟିଂ ହେଇଥିଲା ତା ପରଦିନ ଏଡିଟିଂ ତା ପରଦିନ ଡିଆଇ ତ ଅଙ୍କିତ କହିଲେ ଭାଇ ଏଇଟା ହେଇଯିବ ନା ମୁଁ କହିଲି ଅପେକ୍ଷା କର ତାପରେ ଏଡିଟିଂ କରି ପଠେଇଥିଲି କହିଲେ ଭାଇ ବଢିଆ ହେଇଛି ତ ତାପରେ ଆମେ ଅଲରେଡି ପୁରା ଫାଇନାଲ ସରିଛି ଆଉ ଅଙ୍କିତଙ୍କ କଥା କହିବି ତ ଯେମିତି କହୁଥିଲି ଯେ ମୁଁ ସୁଟିଂ ସର୍ଟ ସରିଲା ବେଳକୁ ସିଏ ଖାତା ଗାରେଇ ସାରିଥିବ ସେ ଲାଇଫଟା କାଟି ଦେଇଥିବ ମାନେ ମୁଁ ଚିନ୍ତା କଲି ଅଙ୍କିତଙ୍କ କାମରେ ଯଦି ଆଗକୁ ମୁଁ ଆସିଷ୍ଟାଣ୍ଟ ଖୋଜିବା ପାଇଁ ଚାହୁଁଥିବି ଆଉ ଖୋଜିବିନି ସିଏ ତ କରିଦେଉଛନ୍ତି ଅପେକ୍ଷା ଆମେ ଏଥର ଦେଖିଲୁ ଯେ ଯୋଉ ବାବୁ ଭାଇ ଜଗନ୍ନାଥଙ୍କୁ ବେଶୀ ଭଲ ପାଉଥିଲେ ଏଇ ବର୍ଷ ମାତ୍ର ଗୋଟିଏ ତାଙ୍କର ଯୋଉ ରିଲିଜ ଭିତରେ ଆମେ ଦେଖୁଛୁ ଗୋଟିଏ ଜଗନ୍ନାଥ ବଜାଉଛନ୍ତି ବାକି ସବୁ ଆଲବମ କାହିଁକି ଶୁଣନ୍ତୁ ଗୋଟିଏ କଥା କହିବି ଦୁନିଆରେ ଆମେ ମା ବାପା ବୋଲି ମାନନ୍ତି ବହୁତ ଲୋକଙ୍କୁ ମୋ ବାପା ସମାନ ମା ସମାନ କିନ୍ତୁ ମା ବାପା ଆମର ଜଣେ ଜନ୍ମ ଦେଇଥିବା ମା ବାପା ଜଣେ ଜଗନ୍ନାଥ ମହାପ୍ରଭୁ ହେଲେ ଜଣେ ମୁଁ ଗୋଟିଏ ଗୀତ କଲେ ବି ସେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ କରିଛି 100ଟା ଗୀତ ବି କଲେ ସେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ମୁଁ କରିଛି ତ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ମୁଁ 14ଟି ଗୀତ କରିଛି କହିବି ଯେ ଅଲଗା ଯୋଉ ରହିଛି କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ମୁଁ ଗୋଟିଏ ଗୀତ କରିଛି ଯୋଉ ଗୀତଟି ମୁଁ ଭଲରେ ନାହିଁରେ କାଳିଆ ତ ଯୋଉଠି ନା କୋଉଠି ସେମିତି କହିବି ଆଜି ପ୍ରଭୁ ଜଗନ୍ନାଥଙ୍କର ଭଲ ପାଇବା ଥିବାରୁ ଏତେ ଗୁଡ଼ାଏ ମୁଁ କାମ କରିପାରିଛି ଆଉ ଖାସ କରି କହିବି ଏଇମାନଙ୍କୁ ଯୋଉ ନେଇକି ଯୋଉ ଏବେ ସମୟର ଟ୍ରେଣ୍ଡରେ ଥିବା ହିରୋ ହିରୋଇନ ମାନଙ୍କୁ ନେଇକି କାମ କରିବା ମୋ ପାଇଁ ବି ମଧ୍ୟ ଗୋଟେ ବଡ଼ ଚ୍ୟାଲେଞ୍ଜ ଥିଲା ତେଣୁ ମୁଁ କହିବି ଏଇ ନୂଆ ବର୍ଷରେ ସମସ୍ତେ ଭଲରେ ରୁହନ୍ତୁ ଖୁସିରେ ରୁହନ୍ତୁ ଯେମିତି କହିବି ଅଙ୍କିତଙ୍କ କଥା କହୁଥିଲି ହିରୋ ମାନେ ପାଖାପାଖି ସୁଟିଂ କରିଦିଅନ୍ତି ପ୍ରମୋସନାଲି ଆସିବା ପାଇଁ ବହୁତ କୁଣ୍ଠାବୋଧ କରନ୍ତି କେହି ହିରୋ ଯଦି ଦେଖୁଥିବେ ଖରାପ ହୁଏନି କିନ୍ତୁ ହଁ ମୁଁ କହୁଛି ସେଇଟା ତାଙ୍କ ପର୍ସନାଲ ଥାଏ କିଛି କିନ୍ତୁ ନା 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 ସେଇଟା କଥା ସେଇଟା ପର୍ସନାଲ ବି ତାଙ୍କ ନିଜ ବି ଥାଏ କିନ୍ତୁ ଯେମିତି କହୁଥିଲି ମୁଁ ଅଙ୍କିତଙ୍କ କଥା କହିବି ଦେବ କଥା କହିବି ମୋ ସହିତ ଯୋଉମାନେ କାମ କରନ୍ତି ଯେମିତି କହିଲି ମୋ ସହିତ ମନୋଜ ମଧ୍ୟ ତା ସହିତ ମଧ୍ୟ ଯେତେ ଗୁଡ଼ାଏ ସବୁ ଅଛନ୍ତି କାମ କରନ୍ତି ସେ କୌଣସି ସମୟରେ ମୋ ପାଖରେ କେହି ନାଟକବାଜି କରନ୍ତିନି ହିରୋଇନ ମାନେ ମଧ୍ୟ ଯେମିତି ଆଜି ଦେଖୁଥିଲେ ରୋମାଞ୍ଚଳି ଆସିଥିଲେ ପାୟଲି ଆସିଥିଲେ ସମସ୍ତେ ତେଣୁ କୋଉଠି ନା କୋଉଠି ଏଇଟା କହିବି ଗୋଟେ ଭଲ ପାଇବା ତେଣୁ ଆଶା କରିବି 2026ରେ ତ 15ଟି ଦେଇଛି 27ରେ ଆଉ କିଛି କହିବିନି ତ କାରଣ 27ର କ'ଣ କରୁଛି ସେଇଟା ଅପେକ୍ଷା କରିବା ଆଉ